ଦେଖନ୍ତୁ ପିଲାମାନେ, ଆଜି ଆମେ ପଢ଼ିବା ଡିମିରି ଫୁଲ ଏକ ସାର୍ଥକ କ୍ଷୁଦ୍ର ଗଳ୍ପ ଭାବରେ ଡିମିରି ଫୁଲର ଗଳ୍ପର ମୂଲ୍ୟାୟନ କର, ଯାହାକି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପରୀକ୍ଷାରେ ଆସିଥାଏ ବାରମ୍ବାର। ପ୍ରିଭିୟସର କ୍ୱେଶ୍ଚିନ୍ରେ ଆସିଥିଲା, ଆଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ଟା ସବୁବେଳେ ମନେ ରଖିବା ଉଚିତ। ଓକେ, ତ କିଛି କଥା ନାହିଁ, ଆମେ ପଢ଼ିବା, ବୁଝିବା ଏବଂ ଜାଣିବା କ'ଣ ଡିମିରି ଫୁଲର ଅଛି। ଓକେ, କ'ଣ ତା ମାନେ କ'ଣ ସବୁ ବୁଝିଲେ ହିଁ ଜାଣିପାରିବା। ଓକେ, ତ ପ୍ରଥମ କଥା ହେଉଛି, ନୋଟ୍ କରନ୍ତୁ, ଭଲ ଭାବରେ ବୁଝନ୍ତୁ, ସମସ୍ତେ ବୁଝିପାରିବେ। ଦେଖନ୍ତୁ, ଆଧୁନିକ ଜୀବନର ଖଣ୍ଡିତ ଭାବମୟ ରୂପ ହେଉଛି କ୍ଷୁଦ୍ର ଗଳ୍ପ। ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଲାଇନ୍, ୟାକୁ କେହି ଭୁଲରେ ବି ମିଷ୍ଟେକ୍ କରିବେନି। ଆଧୁନିକ ଜୀବନର ଖଣ୍ଡିତ ଭାବମୟ ରୂପ ହେଉଛି କିଏ? କ୍ଷୁଦ୍ର ଗଳ୍ପ। ଏଥିରେ ବହୁ ଚରିତ୍ରର ସମାବେଶ ହୋଇଛି। ଏଥିରେ ଥାଏ ନାଟକୀୟ ସଂଘର୍ଷ, ବର୍ଣ୍ଣନାର ବ୍ୟଞ୍ଜନ ଦେଇ ଏଥିରେ ମିଳେ ସାର୍ଥକତା। ପରିଣତରେ ଥାଏ ଏହାର ଅନ୍ତହୀନ ଜିଜ୍ଞାସା। ବିଶେଷ ସତର୍କତାର ସହିତ କଥାକାର ତାର ମନୋଭାବ ବୟାନ କରେ। ଅଯଥା ବା ବିଳାସରୁ ମଧ୍ୟ ଗାଳ୍ପିକ ଥାଏ ଦୂରରେ। ଉପନ୍ୟାସ ଭଳି ଏହା ଶାଖା ପଲ୍ଲବ କୀର୍ଣ୍ଣ ବିରାଟ ବନସ୍ପିତ ନୁହେଁ। ସିଧାସଳଖ ତାଳ ଗଛଟିଏ ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସୃଷ୍ଟି ହୋଇ ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ବିଲୀନ ହୁଏ। ତ ତାର ଏଇଟା ପ୍ରଥମ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଯଦି ତମେ ଲେଖୁଛ ନା, ତାହେଲେ ପ୍ରଥମ ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଲେଖିବାଟା ନିହାତି ଜରୁରୀ, ଯାହାକି ଇମ୍ପୋର୍ଟାଣ୍ଟ ଲାଇନ୍ ଏଥିରେ ସବୁ ଅଛି ହେଲା। ତାପରେ ଦେଖ, ଇମ୍ପୋର୍ଟାଣ୍ଟ ପଏଣ୍ଟଟା ପ୍ରଥମେ ଲେଖିଲ, ତାପରେ ଦେଖ ଏଉଠୁ ହିଁ ଷ୍ଟାର୍ଟ ହେଇଛି ମେନ୍ ହେଲା। ଏଉଠୁ ବୁଝିପାରିବ ତମେ କ'ଣ ସେଟା କ'ଣ ନାହିଁ। ଏଇଟା ରହିଛି ତା କ'ଣ ଗଳ୍ପଙ୍କ ମାନେ ଗାଳ୍ପିକ ଯେ ଅଖିଳ ମୋହନ ତାଙ୍କ ବିଷୟରେ ଟିକେ ଜଷ୍ଟ ଲେଖା ହେଇଛି। ତାପରେ ଏଉଠୁ ତମେ ବୁଝିପାରିବ ଆକ୍ଚୁଆଲି ଗପଟି କ'ଣ। ଓକେ, ଦେଖ, ସ୍ୱାଧୀନ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଅଖିଳ ମୋହନ ପଟ୍ଟନାୟକ ଜଣେ ବହୁ ଆଲୋଚିତ ତଥା ବହୁ ପଠିତ ଗାଳ୍ପିକ। ତାଙ୍କ ଗଳ୍ପ, ଘଟଣା, ଚରିତ୍ର ଏକ ମୁଖ୍ୟତା ରହିଛି ହେଲା। ତାଙ୍କର ସବୁବେଳେ ଗଳ୍ପଟି ତାଙ୍କର ସବୁବେଳେ ଭଲ। ତାପରେ ଦେଖ, ମନନଶୀଳତା, ବୌଦ୍ଧିକତା ତାଙ୍କ ଗଳ୍ପର ଏକ ବିଶିଷ୍ଟ ଦିଗ। ଆଲୋଚ୍ୟ ଡିମିରି ଫୁଲ ଗଳ୍ପ ଗାଳ୍ପିକଙ୍କ ଅନ୍ୟତମ ସଫଳ ସୃଷ୍ଟି। ସବୁ ଗଳ୍ପରୁ ଡିମିରି ଫୁଲଟା ସବୁଠାରୁ ଅଲଗା, ଆଉ ଏଟା ମଧ୍ୟ ବହୁତ ଭଲ ସଫଳ କରିଛି। ଡିମିରି ଫୁଲକୁ କେବେ କେହି ଦେଖିନଥାଏ, ତଥାପି ତାର ଅଭିଧା ଅଛି। ଲୋକେ ବୁଝନ୍ତି ଡିମିରି ଫୁଲ ବୋଲି କୁହନ୍ତି, ଆଶା କରନ୍ତି, ସେଇ ଆଶାରେ ହିଁ ବଞ୍ଚି ରହିଛନ୍ତି ଅସହାୟ ଦମ୍ପତିଟିଏ। ଆର ମାନେ କ'ଣ ଆପଣ ବୁଝିବେ। ଏଇ ଯେଉଁ ଆ ପରେ ଯେଉଁ ଏଇଟା ରହିଛି ନା, ଆ ପରେ ଆପଣମାନେ ବୁଝିପାରିବେ। ଗପଟିର କିଛିଟା ମାନେ ଏମିତି ଦେଇଛି ଯେ ତମକୁ ପୁରା ବୁଝେଇକି ଦେଇଛି ହେଲା। ଯେ ଡିମିରି ଫୁଲକୁ କେବେ କେହି ଦେଖିନଥାନ୍ତି, ତଥାପି ତାର କ'ଣ ଅପେକ୍ଷା କରିଛନ୍ତି, ତା ମାନେ ସ୍ନେହ ଶ୍ରଦ୍ଧା ସହିତ ତା ବଞ୍ଚି ରହିଛନ୍ତି ହେଲା। କ'ଣ କେମିତି ସବୁ ଅଛି ଦେଖ। ସବୁ ସ୍ନେହ, ସବୁ ଆତ୍ମୀୟ ସେଇ ଦିନର ମୃତ୍ୟୁ ଝିଅଟିଏ ପାଇଁ ସେ ଏବେ ବି ସେ ସଞ୍ଚିତ ହୋଇଛନ୍ତି। ସେ କିଏ? ମୃତା ଝିଅଟିଏ ପାଇଁ ବି ସଞ୍ଚିତ ହୋଇଛନ୍ତି। ସେ କିଏ, କ'ଣ, ସବୁ ଆପଣମାନେ ଏଇଥିରେ ବୁଝିପାରିବେ। ଓକେ, ଦେଖ, ଆଲୋଚ୍ୟ ଗଳ୍ପ ଡିମିରି ଫୁଲର ଗାଳ୍ପିକ ନିଜେ ପ୍ରମୁଖ ଚରିତ୍ରମାନ ମଧ୍ୟରେ ଜଣେ ହେଲା। ନିଜର ଗୋଟେ ଚରିତ୍ର ଅଛି ତାଙ୍କର ଏ ଗଳ୍ପରେ। ଦେଖ, ଭଲ ଭାବରେ ବୁଝ। ଗାଳ୍ପିକ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପଢ଼ୁଥିବା ବେଳେ ଛୁଟି କାଟିବାକୁ ଯାଇଛନ୍ତି। କୋଉଠି? ଗୌହାଟୀ। ସନ୍ଧ୍ୟା ସମୟରେ ରହୁଥିବା ହୋଟେଲରେ ବାହାରେ ପଦଚାରଣ କରିବାକୁ ଯାଉଥିବା ବେଳେ ଏକ ଆସନ୍ନ ବର୍ଷା ବିପଦରୁ ରକ୍ଷା ପାଇବା ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଗୋଟିଏ ଘରେ ଆଶ୍ରୟ ନିଅନ୍ତି। ଘରେ କେହି ନଥାନ୍ତି। କିଛି ସମୟ ପରେ ଆସିଛନ୍ତି ଜଣେ ଭଦ୍ର ମହିଳା। ସେ ଭଦ୍ର ମହିଳା ଆସି କ'ଣ କହିଛନ୍ତି ନା, ଗାଡ଼ିରୁ ଓହ୍ଲାଇ ଲେଖକଙ୍କୁ ହଠାତ୍ ସଞ୍ଜୟ ବୋଲି ସମ୍ବୋଧନ କରୁଛନ୍ତି। ସେ ଭଦ୍ର ମହିଳା ଆସି ତାଙ୍କୁ କ'ଣ ଭାବିଛନ୍ତି? ସଞ୍ଜୟ ବୋଲି। କଫି ମଧ୍ୟ ପିଆଇଛନ୍ତି, କାରଣ ସଞ୍ଜୟ ଚା ପିଅନ୍ତି ନାହିଁ, କଫି ପିଅନ୍ତି। ମନେ ରହିଲା? ପୁଣି ଆରମ୍ଭ କରିଛନ୍ତି ସ୍ନେହ
ପ୍ରେମ ଭରା କେତେ ଗପ। ପୁଣି ସେ କ'ଣ ଚା ପିଇବା ପରେ କଫି ପିଇବା ପରେ ସେ କ'ଣ କେତେ ସ୍ନେହ ଭରା ମାନେ କଥା ସିଏ ହୋଇଛନ୍ତି। ଗପ ମୁଖ୍ୟ ଭୂମିକା ନେଇଛି ମଞ୍ଜୁ। ମାନେ ଗପଟି ତାଙ୍କର କାହା ଉପରେ ଥିଲା? ମଞ୍ଜୁ ଉପରେ ହିଁ ଥିଲା। ସେ ମଞ୍ଜୁ ଆକ୍ଚୁଆଲି କିଏ ଆମେ ଦେଖିବା। ଭଦ୍ର ମହିଳାଙ୍କ ଝିଅ ବିବାହରେ ରହି ଗବେଷଣା କରୁଛନ୍ତି। ଝିଅଙ୍କ ବିବାହର ଭୁଲ କହିଦେଲି ମହିଳାଙ୍କ ଝିଅ ମହିଳାଙ୍କ ଝିଅ ବାହାରେ ରହି ଗବେଷଣା କରୁଛନ୍ତି। ଘରୁ ତା ପାଖକୁ ଟଙ୍କା ପଠାଯାଏ। ପାଖ କଲେଜରେ ପଢୁଥିବା ବେଳେ ସେ ବାରମ୍ବାର ଘରକୁ ଆସେ। ସଞ୍ଜୟ ବି ଆସନ୍ତି, କିନ୍ତୁ ଦୂରରେ ରହି ସେ ରିସର୍ଚ୍ଚ କରିବାରୁ ଆଉ ସେ ଘରକୁ ଆସୁନାହିଁ। କିଏ? ତାଙ୍କର ଝିଅ ମଞ୍ଜୁ। ବୁଝିପାରିଲ? ସଞ୍ଜୟ ବି ଆଉ ଆସୁନାହାନ୍ତି। ଭଦ୍ର ମହିଳାଙ୍କ କଥାରେ ଏତେ ଆତ୍ମୀୟତା ଆନ୍ତରିକତା ଭରି ରହିଥିଲା ଯେ ଲେଖକ ନିଜକୁ ସଞ୍ଜୟ ନୁହନ୍ତି ବୋଲି କହିବାର ସୁଯୋଗ ପାଇଲେ ନାହିଁ। ଲେଖକ କହିପାରିଲେ ନାହିଁ ସେତେବେଳେ, ମାନେ ସୁଯୋଗ ପାଇଲେ ନାହିଁ ଯେ ସେ ଏତେ କଥା କହିଲେ ତାଙ୍କୁ, ଯେ ସେ ତାଙ୍କୁ ସୁଯୋଗ ମିଳିଲା ନାହିଁ ଯେ କହିବା ପାଇଁ କିଏ ମୁଁ ସଞ୍ଜୁ ନୁହେଁ ବୋଲି। ସେ ନିଜକୁ ଏଥିଲାଗି ମାନସିକ ଭାବେ ପ୍ରସ୍ତୁତ ମଧ୍ୟ ସେ କରିପାରିଲେ ନାହିଁ। କିଏ? ଲେଖକ। ଆଚ୍ଛା, ତାପରେ ଦେଖ, ବର୍ଷା ବନ୍ଦ ହେଲା। ସେ ବାହାରି ଆସିଲେ। ଭଦ୍ରମହିଳା ଜୋର କରି ତାଙ୍କୁ ଗାଡ଼ିରେ ପଠାଇଲେ। ସକାଳୁ ଲେଖକ ରହିଥିବା ହୋଟେଲ ଟ୍ୟୁବ୍ 24 ନମ୍ବର ରୁମରେ ପହଞ୍ଚିଗଲେ। ଗତ ସନ୍ଧ୍ୟାରେ ଉକ୍ତ ଭଦ୍ରମହିଳାଙ୍କ ସ୍ୱାମୀ ଚଷମାର ଲେନ୍ସକୁ ଭଲ କରି ସଫା କରି ଲେଖକଙ୍କୁ ଦେଖିଲେ। ସ୍ତ୍ରୀ ତାଙ୍କର ଭୁଲ କରିଛନ୍ତି ବୋଲି ଜାଣିଥିଲେ ମଧ୍ୟ ନିଜେ ଆଉ ଥରେ ଦେଖି ପରୀକ୍ଷା କରିନେଲେ। ସେ ଜାଣିଛନ୍ତି ତାଙ୍କ ଝିଅ ମଞ୍ଜୁ ଆଉ ଏ ଦୁନିଆରେ ନାହିଁ। କିଏ? ସେ ଭଦ୍ରମହିଳାଙ୍କ ସ୍ୱାମୀ ଯିଏ, ସେ ଜାଣିଛନ୍ତି, କିନ୍ତୁ ଏକଥା ସେ ତାଙ୍କର ସ୍ତ୍ରୀଙ୍କୁ ସେ ଜଣାଇ ନାହାନ୍ତି। ତାଙ୍କ ସ୍ତ୍ରୀ ଭାବୁଛନ୍ତି କ'ଣ? ଭାବୁଛନ୍ତି ଯେ ଇଏ ହେଉଛି କ'ଣ, ସେ ଯେ ଭଦ୍ରମହିଳା କ'ଣ ଭାବୁଛନ୍ତି ଯେ ସଞ୍ଜୟ ବୋଲି ମାନେ ଲେଖକଙ୍କୁ ଭାବୁଛନ୍ତି। ବୁଝିପାରିଲ? ସେ ମଧ୍ୟ ଏହା ଜାଣିଛନ୍ତି ଯେ ଲେଖକ ସଞ୍ଜୟ ନୁହନ୍ତି। କିଏ? ତାଙ୍କର ଯିଏ ସ୍ୱାମୀ ଯିଏ ଜାଣିଛନ୍ତି, କିନ୍ତୁ ଏହା ତାଙ୍କ ସ୍ତ୍ରୀକୁ ସେ ଜଣାଇ ନାହାନ୍ତି। ଖୁସି ପାଇଁ ଲେଖକଙ୍କୁ ଅନୁରୋଧ କରିଛନ୍ତି ସଞ୍ଜୟ ଭୂମିକାରେ ଅଭିନୟ କରିବା ପାଇଁ। କିଏ? ତାଙ୍କର ସ୍ୱାମୀ। ବୁଝିପାରିଲ ସମସ୍ତେ? ତାପରେ ଦେଖ, ତା ପରଦିନ ଏୟାରପୋର୍ଟରେ ଉକ୍ତ ରହସ୍ୟମୟ ଦମ୍ପତିଙ୍କ ସହ ଦେଖା ହୁଏ ଲେଖକଙ୍କର। ହେଲା, ଲେଖକ ଦିଲ୍ଲୀ ଫେରି ଯାଉଛନ୍ତି। ଭଦ୍ରମହିଳା ତାଙ୍କ ଝିଅ ମଞ୍ଜୁ ପାଇଁ ଆଣିଛନ୍ତି ଗୋଟେ ପ୍ୟାକେଟ, କିନ୍ତୁ ସେଥିରେ ମଞ୍ଜୁର ଠିକଣା ଲେଖା ନ ହୋଇଥାଏ। ଲେଖକ ଭଦ୍ର ବ୍ୟକ୍ତିଙ୍କୁ ଖଣ୍ଡେ ଦୂରକୁ ଡାକିନେଲେ। ଭଦ୍ରବ୍ୟକ୍ତି ମଞ୍ଜୁ ଦେବୀଙ୍କ ଠିକଣା ପଚାରିବା ପାଇଁ। ଏହି ପ୍ରଶ୍ନ ଭଦ୍ରବ୍ୟକ୍ତି ସମ୍ଭବିତ ହୋଇଯାଇଛନ୍ତି। ତାଙ୍କ ଆଖି ତାଙ୍କର କ'ଣ ପଥର ଆଖି ପରି ହୋଇଯାଇଛି। ଗାଳ୍ପିକ ଶ୍ରୀ ପଟ୍ଟନାୟକ ଅତି ନାଟକୀୟ ଭାବରେ କଥାଏ ଉନ୍ମୋଚିତ କରିଛନ୍ତି। ସବୁ ମାନସିକ ଦ୍ୱନ୍ଦ୍ୱ ଏକରମକ ସମାଧିତ ହୋଇଯାଇଛନ୍ତି। ଭଦ୍ରବ୍ୟକ୍ତି ଲେଖକଙ୍କ କାନ ପାଖକୁ ମୁହଁ ଆଣି କହିଛନ୍ତି ମଞ୍ଜୁର ଇତିହାସ। ମଞ୍ଜୁ ଆଉ ନାହିଁ। ଅନେକ ଦିନ ତଳୁ ଥାର୍ଡ ଇୟରରେ ପଢୁଥିବା ବେଳେ ଟ୍ରେନ ଆକ୍ସିଡେଣ୍ଟ ତାର ମୃତ୍ୟୁ ହୋଇଯାଇଛି। କାହାର? ମଞ୍ଜୁର। କିନ୍ତୁ ସେତେବେଳେ ତାଙ୍କ ସ୍ତ୍ରୀର ମସ୍ତିଷ୍କ ବିକୃତ ଘଟିଥିବାରୁ ତାଙ୍କୁ ଏ ଦୁଃଖଦ ଖବର ଜଣାଇ ନଥିଲେ। କିଏ? ତାଙ୍କର ଯିଏ ସ୍ୱାମୀ। ତେଣୁ ସେ ଜାଣନ୍ତି ଯେ ମଞ୍ଜୁ ବଞ୍ଚିଛି। କିଏ? ତାଙ୍କର ସ୍ତ୍ରୀ ଯେ ସେ ଭଦ୍ର ମହିଳା ଜାଣିଛନ୍ତି ଯେ ତାଙ୍କର ସେ ଯୋଉ ମଞ୍ଜୁ ତାଙ୍କର ଝିଅ ସେ ବଞ୍ଚିଛି। ଏବେ ସେ ରିସର୍ଚ୍ଚ କରୁଛି। ସେ ପୁଣି କିଛି ମାସ ପରେ ପିଲା ଯିବ। ଲେଖକ ମଧ୍ୟ ଭଦ୍ର ବ୍ୟକ୍ତିଠାରୁ ଅସଲ ରହସ୍ୟ ଜାଣିପାରି ସମ୍ଭବିତ ହୋଇଯାଇଛନ୍ତି, ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେତେବେଳେ ସେ ସତ କଥାଟି ଜାଣିଛନ୍ତି। ତାପରେ ଦେଖ, ପ୍ଲେନ୍ ଛାଡ଼ିବାର ସମୟ ହୋଇଯାଇଥିଲା। ପ୍ଲେନ୍ ଲେଖକଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ନାମ ବାରମ୍ବାର ଘୋଷଣା କରାଯାଉଥିଲା। ଲେଖକ ପ୍ଲେନ୍ ଉପରକୁ ଗଲେ ଓ ଥରେ ତଳକୁ ବୁଲି ଚାହିଁଲେ। ଭୂମି ଉପରେ ଠିଆ ହୋଇ ଏକ
ଅସହାୟ ଦମ୍ପତି ତାଙ୍କୁ ହାତ ହଲାଇ ବିଦାୟ ଜଣାଉଥିଲା। ଏପରି ଗପଟି ପରିସମାପ୍ତ ଘଟିଛି। ଦେଖ, ଡିମିରି ଫୁଲକୁ କେହି କେବେ ଦେଖି ନାହାନ୍ତି, ତଥାପି ବିଶ୍ୱାସ ଯେ ଡିମିରି ଫୁଲ ଅଛି। ଆର ବୁଝିପାରିଲ କଥାଟି କ'ଣ? ଡିମିରି ଫୁଲକୁ କେହି କେବେ ଦେଖି ନାହାନ୍ତି ମାନେ ତାଙ୍କର ଯିଏ ମା ତାଙ୍କର ସେ ତାଙ୍କୁ ଦେଖି ନାହାନ୍ତି, କିନ୍ତୁ କ'ଣ କରିଛନ୍ତି ଯେ ତାଙ୍କର ବିଶ୍ୱାସ ଅଛି ଯେ ତାଙ୍କର ଯେଉଁ ଝିଅ ସିଏ ଅଛି ହେଲା। ସେ ଅଜ୍ଞାତରେ ଫୁଟେ, ଠିକ୍ ସେହିପରି ମଞ୍ଜୁ ଏ ଦୁନିଆରେ ନାହିଁ, କିନ୍ତୁ ତାଙ୍କର ବିଶ୍ୱାସ ଅଛି, ତଥାପି ଆସିବାର ଆଶା ଅଛି ଏବଂ ତଥାପି ତାର କ'ଣ ଆସିବାର ଆଶା ଅଛି ଏବେ ମଧ୍ୟ ରହିଛି ମା ମନରେ। ତାଙ୍କ ମା ମନରେ ଏହିପରି ଆଶା ରହିଛି ଯେ ମୋ ଝିଅ ନିଶ୍ଚିନ୍ତ ଆସିବ ମୋ ପାଖକୁ, ଫେରି ଆସିବ। ସେ କ'ଣ ଏହିପରି ଆଶା ରହିଛି। ତାପରେ ଦେଖ, ଗଳ୍ପଟି ଆରମ୍ଭ ହୁଏ ଏକ ବର୍ଷଣ ମୁଖର ସନ୍ଧ୍ୟାରୁ ଓ ଶେଷ ହୁଏ ତା ପରଦିନ ଲେଖକ ବିଦାୟ ସହିତ। କିନ୍ତୁ ଏହା ମନରେ ଗଭୀର ପ୍ରଭାବ ପକାଏ ମଞ୍ଜୁ ପାଇଁ। କାହା ପାଇଁ? ମଞ୍ଜୁ ପାଇଁ ପ୍ରଭାବ ପକାଇଛି, ଯିଏ ଗଳ୍ପର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଲୋଚନା ବିଷୟବସ୍ତୁ ତାର ମୃତ୍ୟୁର କାହାଣୀର ଆରମ୍ଭ। କିଏ? ମଞ୍ଜୁର ଗଳ୍ପଟି କ'ଣ ହେଇଛି ନା ମୃତ୍ୟୁର ଆରମ୍ଭରେ ହିଁ ଗପଟି ହୋଇଛି। ଯେ ପର୍ଯ୍ୟନ୍ତ ମଣିଷର ମନରେ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଥିବ ସେ ପର୍ଯ୍ୟନ୍ତ ମଞ୍ଜୁ ବଞ୍ଚି ରହିବ। ଏ କଥା ମିଥ୍ୟା ପ୍ରତିଶ୍ରୁତି ଭିତରେ, ଆଶା ଭିତରେ, ଏହା ହିଁ ଡିମିରି ଫୁଲର ଗଳ୍ପ ଆଉ ମହତ୍ତ୍ୱ। ଏସବୁ ଦୃଷ୍ଟିକୋଣକୁ ନେଇ ବିଚାର କଲେ ଅଖିଳ ମୋହନ ଡିମିରି ଫୁଲ ଏକ ସାର୍ଥକ କ୍ଷୁଦ୍ର ଗଳ୍ପ। ଓକେ, ତ ଇଏ ଥିଲା ଆଜିର କ'ଣ ପ୍ରଶ୍ନର ଉତ୍ତର। ବୁଝିପାରିଲ ସମସ୍ତେ କ'ଣ ଡିମିରି ଫୁଲ କାହାକୁ କୁହାଯାଏ ଆଉ ଗଳ୍ପଟି କେମିତି ଲାଗିଲା ସମସ୍ତେ କମେଣ୍ଟରେ କହିବ। ଓକେ, ଆଉ ସଂକ୍ଷିପ୍ତ ଉତ୍ତର ଆମକୁ ଯଦି କହିବ ତାହେଲେ ମୁଁ ଟେଲିଗ୍ରାମରେ ସେୟାର କରିଦେବି। ଟେଲିଗ୍ରାମରେ ଯେଉଁମାନେ ଜଏନ୍ ହୋଇନାହାନ୍ତି ଜଏନ୍ ହୋଇଯିବେ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।